चक्रवाक तुम दुई जन दूरता हेब एक नदीर दूरता प्रभु नदीर दुई पार्श्व तुम पत्नी रे एवं तुम अपर पार्श्व तुम्हें रही प्रभु द्वारा तुम्हें विरहर जंत्रणा कौन तुम्हें सुनिश्चित ठीक भाव जापर प्रभु मते विदाय दियो चक्रवाक एसन शुणी नबेनी पक्षी बाहु अनंग नरेंद्र राम चिंती गीते बोले शिव मुख चाही पूछा कले भगवती चक्रवाक
ପକ୍ଷୀ ଦୁଇଟି ମୁଁ ଧରିଛି ହଁ ଅନେକ ପକ୍ଷୀ ତ ଧରିଛି ହଁ କିନ୍ତୁ ଏ ଦୁଇଟା ପକ୍ଷୀ ହଁ ଭାରି ମୂଲ୍ୟବାନ ମୂଲ୍ୟବାନ ବାବା ହଁ ଆଉ ତୋ ମାକୁ ହଁ ଏ ଦିଟା ପକ୍ଷୀ ନେଇକି ଦେଇଦେବୁ ହଁ କହିବୁ କାଠ ପୋଡ଼ା ଭିତରେ ହଁ ସାଇକେଲ ରଖିବ ସାଇକେଲ ରଖିବ ସାଇତିକି ରଖିଲେ ହାଟକୁ ନେଇକି ବିକିଲେ ଅଙ୍ଗନବାଡିରେ ନାଁ ଲେଖିଆ ହବ ବାପା ହଁ ଆଗେ ଉଦର ପୋଷଣ କରେ ତାପରେ ଅଙ୍ଗନବାଡି ରଖିବୁ ହଁ ହଉ ବାପା ସୂର୍ଯ୍ୟ ଅସ୍ତ କାଳ ଜାଣି ଘରେ ପ୍ରବେଶିଲେ ପ୍ରାଣ ଥିବା ପକ୍ଷୀ ଆଗ ପେଡ଼ାରେ ବୁଲିଲେ ସୋଲ ପାଦ ନଦୀ ଘେନି ରାତି ରାତୋଳିଲି ସୋଲ ପାଦ ନଦୀ ଘେନି ରାତି ରାତୋଳିଲି घर ହେଇଗଲା ଆଉ ଫୁରୁକିନି ବାପା ଆଉ ପକେଇଲୁ ବସିବା ପାଇଁ ଏ ବାପା ମୋ କାହାଳିଟା ବାପା ମୋ କାହାଳି କାହାଳି ହେଇଗଲେ ରେ ବାପା ବସ୍ତା ନାହିଁ କହୁଥିଲେ बाबा की परिश्रम है रे बाबा ओ अरे शतरंज किए रखिଛୁ तू रखिଛୁ शतरंज बाबा अरे जंगल में केते फूल पकिछु रे बाबा ये बाबा तू लोग कालका ले गई बाबा तू तो देखे जंगल रे बाबा आ तू कालका रे बाबा अरे ये मोर को नाती हबो ये तो कालका है जाईची अरे बा ये तो कोउ छोरो को ये अरे ये जानने के समझरो को संजोर को तारी तो गुरु यन दे जाओ अरे कालका रे बाबा ये बहुत ही गोलाबी जामुन खाई देछि तो जे आगो मु कहली आया पड़ जाई अरे बाबा हां बड़नाती आगो मु कहली हां तू आस बोले हां अरे नहीं जिबु रे हां अरे कौन हाँ कौन नहीं जिबु रे हां खाए की मोटा है बोले बहुत कथा करत तू रे मु कौन कहू बोलू का मां जो बहुत ही गोलाब जामुन खाई गलु जे जेती गोलाब जामुन बड़ी आई जाई गालिया बोले मते दुख लागु रे एटा को देखला मोर भल न दिटा बा भल फुल माल पके ए बारा कोने बजी दिए रे पानी पियाई दिए पानी पियाई दिए की पानी अरे जंगल में ढेर पानी अरे अरे बोलो नाती तो करी मोर नाती साथी रे बाबा साथी रे अबा पानी पी लो तो हां को पी चलता तो कालटा लगे दिए रे टिके बाबा मो छाबिड़ दिले एटा ना को जान रे बाबा यार ना तो देई दलो सब बढ़े दलो अरे यार नाटे किसे जानछ या नाम होची ताम्रकुट्ट काळी हां तामर कुटू कुटू अरे आकु ताम्रकुट्ट काळे काहे की ताम्रकुट्ट को हरला काहे की याकु खाइले त्रिकुट को ध्यान करिबो रे बाबा कुतु कुतु ध्यान करिवो त्रिकुट कुकुट हार बाबा औ लगे लगा रे बाबा चकुआ चकोरी तेरा छत्ते ही चकुआ चकोरी तेरा छत्ते ही काठ पेड़ा भीतर से प्याधरानी भरी अरे कुआ बोलू
କାମ ଦାମ କରିଦେ। ପକାଇ ଦେଇ ଗୃହ ବ୍ୟାପାରରେ ରନ୍ଧନ କାର୍ଯ୍ୟରେ ଲାଗିଗଲା ତରତରେ ଆଇ ହଙ୍କରେ ବସିଛି ଗାଧ ବୋଲି ଶ୍ରମୀ ହୋଇ ତାମ୍ରକୁଣ୍ଡ କାହାଳିରେ ଧଳି ଧୂଆ ପିଇ ଚକ୍ରବାକି ମୁଠା ଗଲା ଚକ୍ରବାକ ସାପ ଦେଇ ଥିଲେ ପରା ଶିର ଗୁଣନ ଆଇ ରାତିରେ ଦିନ ହେଲେ ନିତେ ପୁରୀ ଗଠି କାଳ କିମ୍ବା ହୋଇଲା ବିଫଳ ଏକୁଟିଆ ଶେଷ କରିଦେବୁ। ଆରେ ଇନ୍ଦ୍ର ତୁ ତ ଯାହା ପରିଶ୍ରମ କରୁଛୁ ମୁଁ ଭଲ ଭାବରେ ଜାଣିଛି ରେ ବାବା। ପଛରେ ରହିକି ଖାଲି ଗୁଳା ଦେଖୁଛୁ। ସବୁ ଶେଷ କର ରହ ମୁଁ କଣ କହୁଛି ଶୁଣେ ବାବା। ଟିକାଟା ରଖି ତୋର ଏଥିରେ ଆଶା ଅଛି ବୋଲି ଭଲରେ ଧୂଆଁ ଫୁଆଁ ବାହାରୁନି କିଛି। ତୁ ଅଗ୍ନି ସଂଯୋଗ ଠିକରେ କରିଥିଲୁ ଟି? ଆଁ? ନହେଲେ ଆଉ ଥରେ କରୁ ଆଉ ଥରେ କରିଦେ ତାପରେ ଦେଖି। ଚକ୍ରବାକ ବୋଇଲାକୁ ଅଠୁରା ମିସ୍ତ୍ରୀ ବଳକାରେ ଗାଧଆଣି ଏକ ଥାଳେ ଘରେ ବଡ଼ ଆୟ କରେ ସିନା ରାତ୍ରେ ହେଲେ ବେଳ ଏଥିରେ କାହିଁକି ଆମେ ଭେଟିବା ଯେ କାଳ ଆଇ ପକ୍ଷୀ ନୋଳିଲା ହେ ଶୁଣ ପ୍ରାଣନାଥ ଧୂମାକୁ ଫେଉଛେ। ଆରେ ବାପା ଘର ଭିତରେ କଣ ହେଲା କିରେ? ଯୋଉ ଆଇ ଆଇ ତୋ ଶାଶୁ କୁଆଡେ ଗଲା? ମୋ ଶାଶୁ ନା ମୋ ବୋଉ? କଣ ଏପଟ ସେପଟ କଥା ସବୁ? ଆରେ ସେଇଭଳିଆ ମନା କରୁଛି ତାମ୍ର କୁଟକୁ କାହିଁରେ ନିଶା କାଳ ଓହ୍ଲେଇଦେବି। ଶୁଣ ଶୁଣ ମୁଁ ଯାହା କହୁଛି। ନାଇଁ ରେ ବାବା ସେ ତ ଗଲା ଚଢେଇ ବୋଧେ ମତେ ଆରେ ଚଢେଇ ବିକ୍ରି କରିବାକୁ ଯାଇଛି ସେ। ଯାଇଛି ତତେ ଏମିତି ପାଣି ଦେଲା ଶୁଖିଗଲା ଚଢେଇ। ଶୁଣ ଇଆଡା ମୋ ପାଖକୁ ଆ। ଆରେ ତୋ ମାଆକୁ ମୁଁ ଦେଇଥିଲି କାଠ ପଡ଼ିଆ ରଖିବାକୁ। ଯୋଉ କାଠ ପଡ଼ା କଣ ହେଲା କି ଅସୁବିଧା ଦେଖିଲୁ ଡାକିଲୁ ଟିକେ କିଣିକି ଯାଇକି କଣ ରୁନ୍ଧୁ ଥିଲା ଭିତରେ? ମାର କଣ ଗାଁରେ କରୁଛୁ? ଇଆଡେ ଆସେ ବାହାଡା ସେ ଭିତରେ କରୁଛି ଫଳ ଫଳ। ଆରେ ଆଉ କିଏ ବସିଛି? ଆଉ କିଏ ବସିଛି ଘରେ? ଚଢେଇ ତାକୁ ଦାୟିତ୍ୱରେ ରଖିଛୁ ତ? ବାହା ଭଲ କାଠ ପେଡ଼ା ଦେଇଥିଲା। ବାକୁ କହିବୁ ଯା ଏ ମୁଁ ରୋଷେଇ କରୁଛି ଯା। ରୋଷେଇ ପଛ କରିବୁ। ଅଙ୍ଗନବାଡି ଆଜି ଛୁଟି ଦେଖି ଚାଲେ। ଡାକିଲୁ
ଅଛନ୍ତି ଘରେ ଘରେ ଶବ୍ଦ କଣ ହେଲା ହଁ ଘରେ ଗୋଟେ କଣ ପଡିଯାଇଛି କଣ ବଡ ପଡି ଯାଇଥିବ ଯେ ଦେଖିଲା ବେଳା ଫାଟିଛି ଫାଟି ଯାଇ ଗଣି ଯୋଧେ ବୋଲେ ଆଲୋ ଛାଇ ରଖିଲୁ କି ପରି ମୁଁ ଯାଉଛି ଘର ଭିତରକୁ ଦେଖିବି ଯଦି କଣ ଭଲ ମନ୍ଦ ହେଇଥବ ତାପରେ ଦେଖିବୁ କି କୁନ୍ଦଣା ଦେବି ତତେ ଦେଖିବୁ ଘର ଭିତରକୁ ଯାଆନି କଣ ଲାଗେ ବାବା ଆଉ କଣ ଅଛି ଏଇ ଦେଖୁନୁ ପେଡା ଫାଟିଗଲା ଆରେ କଣ କଲୁ ଆଲା ବିଟଳି ଶାଢୀ ମାଇକିନା ଇଆଡେ ଆଇଲୁ ଆଲା ବିଟଳି ଆଲା କହୁଥିଲୁ କଣ ଦେଇଥିଲି ତତେ ପୁଣା ପେଡାଟା କହିଲି ପକ୍ଷୀ ଠିକରେ ଅଛନ୍ତି କହୁଥିଲୁ କାଠ ପେଡା ଫଟେଇକି ବଇଛୁ ଏଇଠି କଥାବାର୍ତ୍ତା ଠିକ ଆଲା ଏ ବ୍ୟାଧନାରୀ ବୋଲେ ପୁରା ତନ କାଠ ପେଡ଼ା ବ୍ୟାଧନାରୀ ବୋଲେ ପୁରା ତନ କାଠ ପେଡ଼ା ଫାଟିଗଲା କେତେ ଗାଡ଼ି ଦେଉ ମୁଣ୍ଡ ପୋଡ଼ା କାଟି ଦେବି କହୁଣିରେ ଚୋରି ତୋଟି କାଠ ଭିଡ଼ି ବୋଲେ ଆସ ବାରେ ଦେଖିବା ଇଆଡେ ଆଇଲୁ କଣ ଚାରୁଣି ଜୋଚାରୁଣି ବଦାଦୁଣି ବିଟଳି ଆଲୋ ତୋ ବା ମା ତ ଠିକ ନାହାନ୍ତି ବୁଝିଲୁ ତୁ ଯୋଉ କାଠ ପେଡା ଫାଟିଲୁ ତତେ କହୁଛୁ ମାନୁନୁ ନାଇଁ ତମ ବାବା ମା ଠିକ ଅଛନ୍ତି ଆଲୋ ଏ ପୁରୁଣା କାଠ ପେଡା ଦେଇ କହିଲା କେମିତି ଫାଟିଲା ପୁରୁଣା କାଠ ପେଡା ଦେଇଥିଲି ଆଉ କୋଉ କାଠ ପେଡା ସେ କେତେ ପରିଶ୍ରମ କଲି ଦେଖେ ଗୋଡ଼ ହଁ। ଛିଡ଼ିକି ଏପଟେ ଦେଖେ ହଁ ଛିଡ଼ି ଦେଖେ ଇଏ ଯୋଉ ଚକ୍ରବାକି ଏ ଜାଣିଛୁ ଶ୍ରେଷ୍ଠ ପକ୍ଷୀ ଆଇ ଗଜେଇ ଖାଇକି ପଡି ଯାଇଥିବ ଗଜେଇ ଖାଇକି ପଡିଯାଇଛି ଶୁଣେ ତତେ କହୁଛି ଭଲରେ କଣ ଫଟେଇ ଦେଇଛୁ ନା କେମିତି ଫାଟିଗଲା ମୁଁ ମୁଁ ଗଜା ତୁଳି ମାଇକି ନା କୁ ଏଇଟା ଆଇ ନୂଆ କାଠ ପେଡ଼ି ତାକୁ କି ରୂପେ ଫିଟାଇ ନୂଆ କାଠ ପେଡ଼ି ତାକୁ କି ରୂପେ ଫିଟାଇ ରଖିଥିଲୁ ଘରେ ତୁଇ ହୋଏ ଧମକାଇ ଆଇ ବ୍ୟାଧନାରୀ ବୋଲେ ତୁଇ ବୁଝିଲି ଅଗାଇ ତୋ ବାପ ନାମ ଧରୁଛୁ ଦେବିକି ମୁଁ ଖୋଳି ଏଇଠି ହଁ ସୁଜି ସୁଜି କଥାବାର୍ତ୍ତା କର କାହିଁକି ମୁଁ ଅବୁଝା ଧରୁଛୁ ତୋ ବାପା ନା ଖୋଳିଦେ ମୁଁ କଣ ଅର୍ଜୁନ ତୋ ନାଁଟା ବୁଝା ଧରୁଛି ନା କଣ ଆଲୋ ବିଟଳି ନାହିଁ ତୋ ବାପାଟା ଭାରି ଭଲ ଗୁଡ଼ା ଭାରି ଭଲ ଲୋକଟା। ଆଲୋ ମୋ ମା ତା ମା ନୂଆ ପେଡା ଦେଇଥିଲା କାଠ ପେଡା କେଜାଣି? ତାକୁ ଫଟାଇକି କହୁଛି ନା କଣ ମା ପୁରୁଣା ପେଡା ମା କୁଆଡେ ଜନ୍ମ ମା କୁଆ ଜନ୍ମ କରିଥିଲା ଜାଣିନୁ ଗଜା ତୁଳି ମାଇକିନା ଏହି କାଳେ ବୁଢ଼ୀ ଆସି ପ୍ରବେଶ ଏହି କାଳେ ବୁଢ଼ୀ ଆସି ପ୍ରବେଶ ପୁଅ ବୋହୂ ଦୁହିଁକି ଯେ କଲା ସମାଧାନ ସେନା ଫଟାଇଲା ବାବୁ କେହୁ ପତ୍ର କରି କୋଡ଼ି ଲଗାଇଛ ଶୁଣି ହସିବେ ଭଗାଇ ଆମେ 32 ଦିନ ଅଙ୍ଗନବାଡି ଛୁଟି କରିକି ହଁ ଆମେ ସବୁ ମାମୁଁ ଘରକୁ ପଳେଇ ଆଇଲେ ହଁ ଇଏ ବା ଏକୁଟିଆ ରାନ୍ଧିବ ଏକୁଟିଆ ଚଢେଇ ମାରିବ ଏକୁଟିଆ ତା ବୋଉକୁ ତାଠୁ ଜନ୍ମ ହେଇକି କେମିତି କଥାଟା ବୁଝି ଦେଖେ ଆଉ ଇଏ ମୋ ହଉର ସବୁ ଜାତ ହେଇଛି ନା ଏଣେ ତେଣେ ବି ଜାତ କହିଦେବ କଣ ତୁ ତ ନାଇଁ ନାଇଁ ଆମ ବୋଉକୁ ଆମେ ନେଇକି ଯାଉଛୁ ବୋଉକୁ ତୁ ଆରେ ପୁଅ ହଁ ମୋର ସେ ନାତିକି ଟିକେ ଆଗକୁ ରଖେଇବ ଆଗକୁ ଆଣେ ଆରେ ପୁଅ ମୋ କାହିଁକି ନେବି ଏ ନାତି ଏ ଲାଷ୍ଟକୁ ଜନ୍ମ କରିଥିଲୁ ଆଉ କି କଣ କରିବୁ? ଏଇଟା ଗୋଲାପୀଟା ମୁଁ ଖାଇକି ଜନ୍ମ ସେ ନାତିକି ଟିକେ ଚଲେଇଲୁ ମୋ ଆଗରେ ଟିକେ ଚଲେଇଲୁ ତେଣୁ ଚଲେଇଲୁ ମତେ ଭାବୁ କହ ଦିଅ ତୁ ସେ କଥା କହନି ମୋ କାଠ ପେଡା ଫଟେଇଛି ତ ବହୁ ତା କଥା ବୁଝେନି ତା ବାଡେ ବେড়ে ଏଣ୍ଟୁ ବେড়ে ଆରେ ପୁଅ
ଛକରେ ଦୋଳ ପଡିଆ ଛକରେ ଯୋଉ ଶଙ୍କର ବାହାଜି ଉପମା କରୁଛି ଉପମା ଇଏ କଣ ଦୋକାନ ବାଡି ତାକୁ କାଲି ସକାଳୁ ପଶୁ ଡାକ୍ତରଖାନାକୁ ନେଇଛି। ହଁ ନେଇଛି। ଏହା ଦବା ବାଗେଇଛି ଆଉ। ଆରେ ଆଗେ ମୋ କହିବା କଥା ଶୁଣ ତୁ ମୋ ସାମ୍ନାରୁ ଉଠେ ବୁଝିଲୁ ତୁ ମୋ ସାମ୍ନାରୁ ଉଠେ ତ ପ୍ରଭୁ କଥା ମୁଁ ଆଗେ ବୁଝିଲି ତାପରେ କଥା ଏହି କାଳେ ପୁରୀ ଆସି ପ୍ରବେଶ ମହଲ ତୁମ ବହୁ ଯେ କଲା ସମାଧାନ ସେନା ଫଟାଇଲା ବାବୁ କେହୁ ମନ୍ତ୍ର କରି କଳି ଲଗାଇ ଶୁଣି ହସିବେ ଭଗାଇ ଆରେ ଘର ଭିତରେ ଏମିତି ଯୋଉ କଳି ଲଗାଇଛ କୋଉଠି ମନ୍ତ୍ର ଯନ୍ତ୍ର କରି ପେଡା ଫାଟିଲା ତମେ ଏଇ ଯୋଉ ସ୍ୱାମୀ ସ୍ତ୍ରୀ ଭିତରେ କଳି କଜିଆ ଲଗାଇଛ ତୁ ତ ଏତକ ଜନ୍ମ କଲାଠୁ ତଥାପି କଳି କଜିଆ ବୋଉ ସାଥିରେ କରୁଛୁ। ଆରେ କଳି କଜିଆ ଶୁଣିଲେ ସାହି ପଡିଶା ଭଗାଇ ହସିବେ ଆଉ କଳି କଜିଆ କର କହୁଛି ଏତକ କଣ ଜନ୍ମ କରିଛି ଆମେ ତାହେଲେ ଆରେ କୋଉ ଗୋଟାଏ ଗାଡି ଠିକ ଅଛି ଆମେ କହିଲେ ଶୁଣ ସମାଧାନ ହବ ବୋଉ କହିଲେ ଯିଏ ଆସେ ରାନ୍ଧିକି ଖାଉଥାଉ ତୁ ରାନ୍ଧିକି ଦଉଥାଉ ଆମ ବୋଉକୁ ଆମେ ନେଇକି ଯାଉଥାଉ ଆରେ ପୁଅ ବାପା ଯୋଉ ମତେ ଏତେ ଦିନେ ଏତେ ଯତ୍ନରେ ରଖିଛୁ ଦେଖିଲୁ କୋଉଠି ମୋର କୋଉଠି ଆମର ଏ ସାଇ ପର୍ଯ୍ୟନ୍ତ ପୁଅ ଦେ ମୋ ବୋଉଟାକୁ ବାଡେଇ ମୋ ଭଗାଇ ଯଦି ହସିବେ କଣ କହିବେ ଏବେ ବୋଉ ଯେ ପୁଅ କଥା ତୋ ବୋଉ ତା ବୋଉ ଯୋଉ ପେଡା ତିଆରି ଦେଇଥିଲେ ପକ୍ଷୀ ରଖିବା ପାଇଁ ଦେଇତେ ସେ ଫଟେଇ ଦେଇଛି ଆଉ ତାକୁ ତୁ କଣ ତିଆରି କରୁଛୁ ନାଇଁ ସେ ପେଡା ଯୋଉ କହୁନୁ ସିଏ କିଏ ମନ୍ତ୍ର ତନ୍ତ୍ର କରି କେମିତି ଫାଟିଗଲା ଆ ମାନେ ତ ବୋଉର ଦୋଷ କଣ କହିଲା ବୋଉର କିଛି ଦୋଷ ନାହିଁ କି ମୋ ପୁଅର କିଛି ଦୋଷ ନାହିଁ ବୋଉ କାଳେ କାଠ ପେଡା ପଡିଥିଲା ତାର ସେ ମନକୁ ଭେଟିଲା ମୋର କଣ ଭୁଲ? ସବୁ ସମାଧାନ ହବ ସମାଧାନ କରିବ
मैं तू जहाँ को बात मारे तू आ गले ना या पछाडच्या पोटात होता है तू ना ये संग मोय चला अरे पोटा खाली जहाँ को हो जाओ ए पो पण तो मते धरी दे मते चले चले चाले रे पोता এই সাঙ্গ পরে আমরা পুরাণ প্রসঙ্গକୁ ସାଙ୍ଗ କରିବୁ ଆସନ୍ତା କାଲି ଆପଣମାନେ ସନ୍ଦର୍ଶନ କରିବେ ଏହି ରଙ୍ଗୀନ ରଙ୍ଗମଞ୍ଚରେ ବାଣୀବଦ୍ଧ ସୁଗ୍ରୀବଙ୍କ ସହିତ ପ୍ରଭୁଙ୍କର ମିତ୍ରତା ଏବଂ ବାଣୀବଦ୍ଧ ତେଣୁ ଆପଣମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଆମର ଏହି କଳାକାରମାନଙ୍କୁ ଉତ୍ସାହିତ କରିପାରିବେ ପଚାରିଲା
ଅଭିଷ୍ଟ ପୂର୍ଣ୍ଣ କରନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ବଳାନନ୍ଦ ଏକ ବାର